ଅବକାରୀ ଚଢ଼ାଉ ନ ଗିରଫ। ରାଉରକେଲା ଅବକାରୀ ବିଭାଗ ଗତ 2 ତାରିଖରେ ବିଭିନ୍ନ ଅଞ୍ଚଳକୁ ଚଢ଼ାଉ କରି 293 ଲିଟର ବେଆଇନ ମହୁଲି ମଦ ସହିତ 2150 କେଜି ମହୁଲ ପୋଚ ଏବଂ 100 ଲିଟର ତାଡ଼ି ନଷ୍ଟ କରିବାରେ ସକ୍ଷମ ହୋଇଛି। ବିଭାଗ ପକ୍ଷରୁ ଏରଗେଡ଼ା, ମନକୋ, ଲାଠିକଟା, ଗର୍ଜନ, ତେତେରକେଲା, ଫଗ୍ରାବାହାଲ ଅଞ୍ଚଳକୁ ଚଢ଼ାଉ କରି ମୋଟ 11 ଗୋଟି କେସ୍ କରାଯାଇଛି। ଏଥିସହିତ ଗୋଟିଏ ସ୍କୁଟି ଜବତ କରାଯାଇଛି। ଗାଡ଼ି ନମ୍ବର ହେଲା OD 02BA 5458 ବୋଲି ଜଣାପଡ଼ିଛି। 1ଟି ଅନକ୍ଲେମ୍ଡ କେସ୍ କରାଯାଇଥିବା ବେଳେ ମୋଟ 9 ଜଣ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି ଓ ଜଣକୁ 35(3) BNSS ନୋଟିସ୍ ଜାରି କରାଯାଇଛି। ଏହି ଚଢ଼ାଉରେ ଇନ୍ସପେକ୍ଟର ଶ୍ରୀ ମୋହନ ପ୍ରଧାନ, ଇନ୍ସପେକ୍ଟର ଦିଲ୍ଲୀପ ନାୟକ, OIC ମନୁ ଆୟଲ, ରାଉରକେଲା ୟୁନିଟ୍ 2 OIC ଆକାଶ ସାହୁ, ରାଉରକେଲା ୟୁନିଟ୍ 1 SI ଅଜୟ ପ୍ରଧାନ ଓ ଏକ୍ସାଇଜ୍ ଡିପାର୍ଟମେଣ୍ଟର ମୋବାଇଲ ୟୁନିଟ୍ ଟିମ୍ ଏଥିରେ ସାମିଲ ହୋଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।